ଓଡ଼ିଶା ରାଜନୀତି ଏହି ମଧ୍ୟରୁ କେହି ଜଣେ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ। କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ? ଆସନ୍ତୁ ଜାଣିବା ସେ ବିଷୟରେ। ଦୀର୍ଘ 24 ବର୍ଷ ପରେ ଓଡ଼ିଶାରେ ବିଜେପି ସଂଖ୍ୟା ଗରିଷ୍ଠତା ପାଇ ସରକାର ଗଠନ କରିବାକୁ ଯାଉଛି। ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ଦଳ ରୂପେ ଛିଡ଼ା ହୋଇପାରିଛି। ଭାଜପାର ଏହି ବିପୁଳ ବିଜୟ ଓଡ଼ିଶାରେ ପ୍ରଥମ। ଅନ୍ୟପଟରେ ଲୋକସଭା ନିର୍ବାଚନରେ ମୋଟ 21ଟି ସିଟ୍ରୁ ଭାଜପା 20ଟି ନେଇ କେନ୍ଦ୍ରରେ ତା'ର ସ୍ଥିତିକୁ ମଜବୁତ କରିବାରେ ସକ୍ଷମ ହୋଇପାରିଛି। ଓଡ଼ିଶାରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ଓଡ଼ିଶାରେ ଜଣେ ଓଡ଼ିଆ ହିଁ ମୁଖ୍ୟମନ୍ତ୍ରୀ ହେବେ। ସରକାର ଆସିବା ମାତ୍ରେ ଯାହା କହିଥିଲୁ ତାହା କରିବୁ। ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ ପାର୍ଲାମେଣ୍ଟ ପାର୍ଟି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଲିଷ୍ଟ ଯଦିବା ଟିକେ ଲମ୍ବା ରହିଛି, ତେବେ ମୁଖ୍ୟତଃ 4 ଜଣଙ୍କ ନାମ ଉଠୁଛି। ସେମାନେ ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ, କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍ ଇଣ୍ଡିଆ, ଏବଂ ସେ ହେଉଛନ୍ତି ଜମ୍ମୁ ଏବଂ କାଶ୍ମୀରର ପୂର୍ବତନ ଗଭର୍ଣ୍ଣର, ଜଣେ ଦକ୍ଷ IAS ଅଫିସର। ତାଙ୍କ ଘର ହେଉଛି ମୟୂରଭଞ୍ଜ ଜିଲ୍ଲା ଖିଚିଙ୍ଗ ନିକଟସ୍ଥ ବେତନଟିରେ। ପଛକୁ ଅଛନ୍ତି ବୈଜୟନ୍ତ ପଣ୍ଡା। ବିଜେପିର କେନ୍ଦ୍ରୀୟ ଉପସଭାପତି ରୂପେ ତାଙ୍କର ସ୍ଥିତି କେନ୍ଦ୍ରରେ ବେଶ୍ ଭଲ ରହିଥିବା ବେଳେ ଜଣେ ଟାଣୁଆ ନେତା ଭାବେ ପରିଚିତ। ସେ ଭାଜପାର କେନ୍ଦ୍ରୀୟ ସ୍ପୋକ୍ସ ପର୍ସନ ରୂପେ ଥିଲାବେଳେ ସଦ୍ୟ ଲୋକସଭା ନିର୍ବାଚନରେ ସେ କେନ୍ଦ୍ରାପଡ଼ାରୁ ବିଜୟୀ ହୋଇଛନ୍ତି। ତାଙ୍କ ପରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ସମ୍ବଲପୁର ଜିଲ୍ଲାରୁ MP ଭାବେ ସଦ୍ୟ ନିର୍ବାଚିତ ହୋଇଛନ୍ତି। ଧର୍ମେନ୍ଦ୍ର ଓଡ଼ିଶାରେ ବିଜେପିକୁ ସଂଗଠିତ କରିବାରେ ତାଙ୍କର ଭୂମିକା ମଧ୍ୟ କେନ୍ଦ୍ରୀୟ ନେତାମାନେ ଅନୁଭବ କରୁଛନ୍ତି। ସେ ପୂର୍ବରୁ ରାଜ୍ୟସଭା ସଦସ୍ୟ ହୋଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ସମେତ କେତେକ ବିଭାଗରେ ତାଙ୍କର ଦକ୍ଷତା ପ୍ରତିପାଦନ କରି ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। ପଛକୁ ଅଛନ୍ତି ଭେଟରାନ୍ ଲିଡର, ବିଜେପିର ଜଣେ ସଚୋଟ ଟାଣୁଆ ନେତା। ପୂର୍ବରୁ ସେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ। ସେ ହେଉଛନ୍ତି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସେ ବାଲେଶ୍ୱରରୁ ସଦ୍ୟ ନିର୍ବାଚିତ ହୋଇଛନ୍ତି। ଜଣେ ବୟସ୍କ ପ୍ରଖର ରାଜନୀତିଜ୍ଞ, ଜ୍ଞାନୀ, ପଣ୍ଡିତ, ସମସ୍ତଙ୍କର ପ୍ରିୟ ନନା। ଶ୍ରୀ ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ଏହି ଲିଷ୍ଟରେ ରହିଛି। ତେବେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ, ସେ ହିଁ ହେବେ ରାଜ୍ୟର ମୁଖିଆ ଓ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।